ସ୍ୱର୍ଣ୍ଣଚୂଡ଼ ସାହିତ୍ୟ ପରିବାର ଦ୍ୱାରା ଆୟୋଜିତ ଆଜି 55ତମ ଆଭାସୀ ଆଲୋଚନା ଚକ୍ରରେ ଉପସ୍ଥିତ ଆଜିର ଆଲୋଚକ ଏବଂ ଅତିଥି ଦ୍ୱୟଙ୍କୁ ଏ ଅଧମ କିଞ୍ଚନ ଅଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ମିଶ୍ର ପ୍ରଥମେ ପ୍ରଣାମ ଜ୍ଞାପନ କରୁଛି। ଆଜିର ଅତିଥି ପୂଜ୍ୟ ପ୍ରଫେସର ନଟବର ଶତପଥୀ ମହୋଦୟ ଏବଂ ଆଜିର ଆଲୋଚକ ପୂଜ୍ୟ ବିଷୟ ବିଶେଷଜ୍ଞ ପ୍ରଫେସର ଅଜୟ କୁମାର ମିଶ୍ର ମହୋଦୟଙ୍କ କଥାବସ୍ତୁର ବିଶ୍ଳେଷଣ କରିବାକୁ ଯାଇ ଯେଉଁ ବିଷୟବସ୍ତୁ ପ୍ରତୀକବାଦ ଓ ଚିତ୍ରକଳ୍ପବାଦ ଉପରେ ଆଲୋଚନା ଚକ୍ରଟି ଅନୁଷ୍ଠିତ ହୋଇଛି, ତାର କଥା ଗୁଡ଼ିକ ହେଉଛି ପ୍ରଫେସର ମିଶ୍ରଙ୍କ ଭାଷାରେ ପ୍ରତୀକ ଶବ୍ଦର କଥା, ପ୍ରତୀକବାଦ ଏକ ଆନ୍ଦୋଳନର କଥା। ପ୍ରତୀକର ଅର୍ଥ ସଂକେତ, ଚିହ୍ନ, ବିପଦକୁ ସଂକେତିତ କରେ। ସଂକେତ ମାଧ୍ୟମରେ ଭାଷାକୁ ବ୍ୟକ୍ତ କରାଯାଏ। ପ୍ରତୀକ ଏକ ସାଙ୍କେତିକ ଭାଷା। ବିପଦର ସଂକେତ ସର୍ବଦା ସାର୍ବଜନୀନ। ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ଅଛି। ଗୁଣ, କର୍ମ ଓ କ୍ରିୟାରେ ସଂକେତ ତିଆରି ହୁଏ। ପ୍ରତୀକ ପୂର୍ବରୁ ଉପମା ଓ ରୂପକ ନିହିତ ଥାଏ। ସାଦୃଶ୍ୟବାଚକ ତୁଳନା ହିଁ ଉପମା ଅଟେ। ଦୁଇ ବସ୍ତୁ ମଧ୍ୟରେ ଅଭେଦ କଥିତ ହେଲେ ତାହା ରୂପକ ହୁଏ। ପ୍ରତୀକ ଉପମା ଠାରୁ ସ୍ପଷ୍ଟ, ବିସ୍ତାରିତ ଏବଂ ଆବେଗ ସୁଦୂର ପ୍ରସାରୀ। ସମାନତା ଓ ସାଦୃଶ୍ୟ ପ୍ରତୀକର ଦୁଇଟି ଡେଣା। ଚିତ୍ରକଳ୍ପ ଶବ୍ଦଚିତ୍ର ମାଧ୍ୟମ ବାକ୍ ପ୍ରତିମା ନିର୍ମାଣ କରାଯାଏ। ଆପଣ ସୁନ୍ଦର ଭାବରେ କହିଲେ, କବିର ବାଙ୍ଗ୍ମୟ ଆଲେଖ୍ୟ ହେଉଛି ଚିତ୍ରକଳ୍ପ। ପ୍ରତୀକ ଚିତ୍ରକଳ୍ପ ହୋଇପାରିବ ନାହିଁ। ପ୍ରତୀକ ବାସ୍ତବ, ଚିତ୍ରକଳ୍ପ ଅବାସ୍ତବ, ଅତୀନ୍ଦ୍ରିୟ। ଡବ୍ଲ୍ୟୁ.ବି. ୟେଟ୍ସ, ଏଜ୍ରା ପାଉଣ୍ଡ ପ୍ରତୀକବାଦୀ ଆନ୍ଦୋଳନକୁ ଅଗ୍ରାଧିକାର ଦେଉଥିଲେ। ଭାବ ପ୍ରଧାନ, ବାକ୍ୟ ପ୍ରଧାନ ଓ ପ୍ରବନ୍ଧାତ୍ମକ ପ୍ରତୀକକୁ ବ୍ୟାଖ୍ୟା କରିବାକୁ ଯିବାବେଳେ ଚିତ୍ରକଳ୍ପର ଉଦ୍ଦେଶ୍ୟକୁ ବୁଝେଇଲେ। ଚିତ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଭାବକୁ ନିର୍ଦ୍ଦିଷ୍ଟ କରେ। ବୌଦ୍ଧିକ ଭାବ ପ୍ରବଣତାର ଗ୍ରନ୍ଥି ହେଉଛି ଚିତ୍ରକଳ୍ପ। ଇନ୍ଦ୍ରିୟ ଉପଲବ୍ଧିର ପ୍ରସଙ୍ଗ ହେଉଛି ଚିତ୍ରକଳ୍ପ। ବିଭିନ୍ନ ଦାର୍ଶନିକଙ୍କ ମତ ଅନୁଯାୟୀ ଆପଣ ଉପସ୍ଥାପନ କଲେ, ଚିତ୍ରକଳ୍ପ ସାଧାରଣ ସ୍ତରଠାରୁ ଅତ୍ୟଧିକ ବୋଧଗମ୍ୟ ଆଣେ। ପରିମିତ ଭାଷାଠାରୁ ଶବ୍ଦ କଳା ହେଉଛି ଚିତ୍ରକଳ୍ପ। ଶବ୍ଦ ଭିତରେ ଚିତ୍ରକୁ ଅଙ୍କନ କରିପାରିବା ହିଁ ଚିତ୍ରକଳ୍ପ। ଚିତ୍ରକଳ୍ପ ଅନୁଭବର ଭାଷା। ଅନୁଭବରେ ଭାବର ବଳୟ ସର୍ବଦା ମନମୁଗ୍ଧକର। ପ୍ରତୀକ ବା ଚିତ୍ରକଳ୍ପ ଶବ୍ଦର କାରବାର। ଅବବୋଧକୁ ଦମନ କରିହୁଏ ନାହିଁ। ପତାକା ଯଦି ସାର୍ବଭୌମତ୍ୱର ପ୍ରତୀକ ହୁଏ, ତ୍ରିରଙ୍ଗା ହେଉଛି ଚିତ୍ରକଳ୍ପ। ତେଣୁ ଚିତ୍ରକଳ୍ପ ପ୍ରକୃତି ଉପରେ ଅଧିକ ଗୁରୁତ୍ୱ ଆରୋପ କରେ, ଯାହା ଆଜିର ଆପଣଙ୍କର ଅତି ବିସ୍ତୃତ ଆଲୋଚନା ବେଶ ଆମ ପାଇଁ ହୃଦୟ। ପ୍ରଫେସର ନଟବର ଶତପଥୀଙ୍କ ମତରେ ଆଧୁନିକ ସାହିତ୍ୟର ବିଚାର ହେଉଛି ପାଶ୍ଚାତ୍ୟ ସାହିତ୍ୟର ବିଚାର। ପ୍ରତୀକ ଯେକୌଣସି ଭାଷାର ସମୃଦ୍ଧ ପରିପ୍ରକାଶ। ପ୍ରତୀକ ହେଉଛି ପ୍ରଜ୍ଞାପୃଷ୍ଠ ଭାଷା। ପ୍ରଜ୍ଞା ନଥିଲେ ପ୍ରତୀକର ଜନ୍ମ ନାହିଁ। ପ୍ରତ୍ୟେକ ବସ୍ତୁର ଅସ୍ତି, ଭାତି, ରୂପ, ଗୁଣ, ନାମ ନିହିତ। ଅସ୍ତି ହେଉଛି ଅସ୍ତିତ୍ୱ, ଭାତି ହେଉଛି ଭିତରର ରୂପ, ଯାହା ଅନ୍ତରୀଣ ଦିଗ। ପ୍ରକାଶମାନ ରୂପଠାରୁ ଆମେ ବସ୍ତୁକୁ ଚିହ୍ନୁ। ରୂପ ରଙ୍ଗର କଥା। ଆଖିକୁ ଆକୃଷ୍ଟ କରୁଥିବା ତେଜ ହେଉଛି ରୂପ। ଗୁଣ, ପ୍ରତ୍ୟେକ ବସ୍ତୁର ଗୋଟାଏ ଗୋଟାଏ ଗୁଣ ଅଛି। ଏହି ଚାରୋଟି କଥା ଅସ୍ତି, ଭାତି, ରୂପ, ଗୁଣ ଭିନ୍ନ ଥିବାରୁ ନାମ ଭିନ୍ନ ହୁଏ। ବସ୍ତୁର ଗୁଣକୁ ପ୍ରତୀକ ଭାବେ ବୁଝୁ। ବସ୍ତୁର ପଛ ବା ଆଗରେ ରୂପ ଥାଏ। ଆପଣ ଉଦାହରଣ ମାଧ୍ୟମରେ ଜଣେଇଲେ, ମଶାଲ ଯଦି ଜ୍ଞାନର ପ୍ରତୀକ ହୁଏ, ତେବେ ଏଇଠି ରାସ୍ତା ଧାରରେ ସ୍କୁଲଟି ଅଛି, ତାହା ହେଉଛି ସଂକେତ। ମନରେ ଭାବ ଜନ୍ମ ହେବା ପାଇଁ ପ୍ରତୀକ ବ୍ୟବହାର ହୋଇଥାଏ। ମନରେ କୌତୂହଳ, ଆକାଂକ୍ଷା ଆସିଲେ ଜ୍ଞାନର ପ୍ରତୀକ ସୂଚନା ମିଳେ। ମଶାଲକୁ ବିପ୍ଳବର, ବିଦ୍ରୋହର ପ୍ରତୀକ ଭାବେ ଆପଣ ଚିହ୍ନିତ କଲେ। ପ୍ରତୀକ ମାତ୍ରେ ଜ୍ଞାନ ଜଗତର ସ୍ଥିରତାକୁ ସୂଚାଇ ଦିଏ। ପ୍ରତୀକର ଉଦ୍ଦେଶ୍ୟ ଜ୍ଞାନ ଶକ୍ତିକୁ ସମୃଦ୍ଧ କରେ। ତେବେ ଆମର ପ୍ରଶ୍ନ, ପ୍ରତୀକ
प्रकार केते केते प्रकार प्रतीक वस्तु प्रतीक अर्थ प्रतीक ध्वनि प्रतीक दृश्य प्रतीक एपरि अनेक प्रतीक जहाँ आमर आलोचक माने जहाँ आलोच्य करि जाइछन्ति। तेणु आकर्षण मन भितरे अमोघ पिपासा तैयारी करती। प्रतीक भाव को संक्षिप्त करे निर्दिष्ट कर दिए अनेक शब्दर प्रतीक आत्मप्रकाश करे। आपण सूचेइले प्रतीकवादी कविता सर्वदा संक्षिप्त प्रतीकवादी कविता मूल स्वप्नाच्छन्न भाव तैयारी करे। प्रतीक